ମୁଁ ଆପଣଙ୍କୁ ଦେଖାଉଛି ମହୁଲ ନାଡ଼, ଯେଉଁ ପଦ୍ମ ଫୁଲର ନାଡ଼ କୁହନ୍ତି, ସେ ନାଡ଼ କେମିତି ହେଇଛି ଦେଖନ୍ତୁ। ନାଡ଼କୁ ଟିକେ ମାନେ ଉପରଟା ଖାଲି ଚାଞ୍ଚିବା, ଧୀରେ ଧୀରେ ଖାଲି ଛୁରୀରେ ଏମିତି ଉପରଟାକୁ ଏମିତି ହାଲକା ହାଲକା କରି ଚାଞ୍ଚି ନେବେ। ଚାଞ୍ଚି ସାରିଲା ପରେ ତାକୁ ମୁଁ ଚେକି ଚେକି କରି କାଟିକି ଆପଣଙ୍କୁ ଦେଖେଇବି। ଗୋଟେ ବହୁତ ସୁନ୍ଦର ଆଇଟମ୍। ଏସବୁ ନ୍ୟାଚୁରାଲ୍ ଜିନିଷ, ମାନେ ଖାଇବା ପାଇଁ ବହୁତ ଦେହକୁ ଭିଟାମିନ୍, ମାନେ ଆ ଦେହରେ କୌଣସି ସାର ଫାର ଦିଆଯାଏନି। ପଦ୍ମ ଫୁଲର ନାଡ଼ ତ କେମିତି ୟାକୁ ବନେଇବା, ବହୁତ ପ୍ରକାର ଆଇଟମ୍ ବନେଇ ହେବ। ମୁଁ ଆଜି ଆପଣଙ୍କୁ ଗୋଟେ ଆଇଟମ୍ ବନେଇ ଦେଖେଇବି। ତ ଚାଲନ୍ତୁ ଦେଖିବା। ତାକୁ ଏଇଭଳି ଭାବରେ ଚେକି ଚେକି କରି କାଟି ନେଇଛି। ଏମିତି ସରୁ ସରୁ ଚେକି ଚେକି କରି କାଟି ନେବେ। ତା ଭିତରେ ଟିକେ ମାଟି ରୁହେ, ତ ମାଟିକି ଖେଞ୍ଚିକି କାଢ଼ିବାକୁ ପଡ଼ିବ। ଯେହେତୁ ଏଇଟା ପଙ୍କରେ ହୁଏ ତ ସେଥିପାଇଁ ମାଟି ରହିବ। ତାକୁ ଭଲ ଭାବରେ ଧୋଇକି କାଢ଼ି ନେବେ। ପାଣି ନେଇଛି, ଏ ଗରମ ପାଣିରେ ଏଟାକୁ ପକାଇଦେବା। ତ ଏବେ ଆମେ ତାକୁ ଯେକୌଣସି ଜାଲି ସାହାଯ୍ୟରେ ଗରମ ପାଣିରୁ ଭଲ ଭାବରେ ଛାଣିକି କାଢ଼ି ନେବା। ଯେଉଁ କଳା କଳା ଦୃଶ୍ୟ ଦେଖିବେ, ତା ଭିତରେ ଟିକେ ପଙ୍କ ରୁହେ, କାରଣ ଏଇଟା ପଙ୍କରେ ଯେହେତୁ ହେଉଛି ତାକୁ ଖେଞ୍ଚି ଖେଞ୍ଚି ଭଲ ଭାବରେ କାଢ଼ିବାକୁ ପଡ଼ିବ। ଭାବରେ ଗୋଳେଇ ନେବା। ଏଠି ପ୍ରଥମେ ମୁଁ ପକାଉଛି ଗ୍ରାମ୍ ଫ୍ଲୋର୍ ବେସନ। ଗ୍ରାମ୍ ଫ୍ଲୋର୍ 4 ରୁ 5 ଚାମଚ ପକାଇ ନେବା। ରାଇସ୍ ଫ୍ଲୋର୍, ଚାଉଳ ଚୁନା 3 ରୁ 4 ଚାମଚ ପକାଇ ନେବା। ଚାଉଳ ଚୁନା ପକାଇଲେ ଆପଣଙ୍କର ଭଜାଟା ଭଲସେ ଟାଣ ହେଇକି ହେବ। ତାପରେ ପକାଇ ନେବା ଟର୍ମେରିକ୍ ପାଉଡ଼ର। ତ ଏବେ ପକାଇ ନେବା ଚିଲି ପାଉଡ଼ର। ଯେତିକି ରାଗ ଖାଇବେ ସେ ଅନୁସାରେ ଦେଖିକି ପକାଇ ନେବେ। ତାପରେ ପକାଇ ନେବା ଅଦା ରସୁଣ ପେଷ୍ଟ। ତ ଏବେ ପକାଇ ନେବା ସଲ୍ଟ। ସ୍ୱାଦ ଅନୁସାରେ ଲୁଣ ଆପଣ ଦେଖିକି ପକାଇବେ। ତାପରେ ଆମେ ଦେଇଦେବା ଅଦା ରସୁଣ ପେଷ୍ଟ। ଭଲ ଭାବରେ ପେଷ୍ଟ କରିନେବେ ଅଦା ରସୁଣ ପେଷ୍ଟ ପକାଇ ସାରିଲା ପରେ ଆକୁ ଆମେ ଭଲ ଭାବରେ ଗୋଳେଇ ନେବା। କଡ଼େଇରେ ତେଲ ପକାଇ ନେଇଛି, ତେଲ ତାତିଗଲାଣି। ତ ଏଥର ଆମେ ଗୋଳେଇକି ରଖିଥିବା ମହୁ ନାଡ଼ ପକାଇ ନେବା। ଦେଖନ୍ତୁ କେତେ ସୁନ୍ଦର କଲର୍ ଦେଖାଯାଉଛି। ଇଏ ଗୋଟେ ନ୍ୟାଚୁରାଲ୍ ଜିନିଷ, ପ୍ରକୃତିରେ ସୃଷ୍ଟି ହେଇଛି। ନା ଏଥିରେ ସାର ଦିଆହେଇଛି, ନା କୌଣସି ସ୍ପ୍ରେ ମରା ହେଇଛି। ତ ଦେହ ପାଇଁ ବହୁତ ଭଲ ଏଇ ଜିନିଷ ଖାଇଲେ। ତ ଏଇଭଳି ଭାବରେ ଛାଣନ୍ତୁ, ଦେଖିବେ ପଖାଳ ସାଙ୍ଗରେ ଖାଇବାକୁ ବହୁତ ବଢ଼ିଆ ଲାଗିବ। ଆପଣ ସନ୍ଧ୍ୟା ଟାଇମ୍ ହେଉ, ସକାଳ ଟାଇମ୍ ହେଉ, ଖାଲି ପେଟରେ ମଧ୍ୟ ଆକୁ ଖାଇପାରିବେ। ତ ଏଥର ରେଡ଼ି ହେଇଗଲାଣି, ତାକୁ ଆମେ କାଢ଼ି ନେବା। ରେଡ଼ି ହେଲା। ଏଥର ଆପଣଙ୍କର ଦେଖନ୍ତୁ ମହୁ ନାଡ଼ ଏମିତି ବନାନ୍ତୁ, ଖାଇବା ପାଇଁ ବହୁତ ସୁନ୍ଦର ଟେଷ୍ଟ ଲାଗିବ। ତ ଆଜି ପାଇଁ ବିଦାୟ ନେଉଛି। ପୁଣି ଦେଖା ହେବେ ଆପଣଙ୍କ ସହିତ ନେକ୍ସଟ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ରହୁଛି। ନମସ୍କାର, ଜୟ ଜଗନ୍ନାଥ।